ପିଲାମାନେ ତୁମ ସମସ୍ତଙ୍କୁ ୟୁଟ୍ୟୁବ୍ ଚ୍ୟାନେଲ୍ ୟୁଏନ୍ ଏଜୁକେସନ୍କୁ ସ୍ୱାଗତ ଜଣାଉଛି। ପିଲାମାନେ ଆଜିର ଟ୍ରାନ୍ସଲେସନ୍ ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଯଦି ତୁମେମାନେ ମୋର ପୂର୍ବ ଟ୍ରାନ୍ସଲେସନ୍ ଭିଡ଼ିଓ ଗୁଡ଼ିକୁ ଦେଖିନାହଁ ତାହେଲେ ଏହି ଭିଡ଼ିଓର ମୁଁ ଡେସ୍କ୍ରିପ୍ସନ୍ ବକ୍ସରେ ଲିଙ୍କ୍ ଦେଇଦେଇଛି, ଯଥାଶୀଘ୍ର ଯାଇ ଦେଖିନିଅ, ନଚେତ୍ ତୁମେ ପ୍ଲେଲିଷ୍ଟରୁ ସର୍ଚ୍ଚ କରି ଦେଖିପାରିବ। ତ ଠିକ୍ ଅଛି, ଆଜିର ଏହି ଭିଡ଼ିଓକୁ କ୍ଲାସ୍କୁ ଆରମ୍ଭ କରିବା। ଦେଖ ପିଲାମାନେ, ଆଜିର କ୍ଲାସ୍ରେ ଆମେ ଜାଣିବା ପାଷ୍ଟ ଟେନ୍ସର ପାଷ୍ଟ କଣ୍ଟିନ୍ୟୁଅସ୍ ଉପରେ। ପାଷ୍ଟ ଟେନ୍ସର ଯେଉଁ ପାଷ୍ଟ କଣ୍ଟିନ୍ୟୁଅସ୍ ଫର୍ମ ଅଛି ତାରି ଉପରେ କିଛି ଆମେ ଓଡ଼ିଆରୁ ଇଂଲିଶକୁ ଟ୍ରାନ୍ସଲେସନ୍ କରିବା, କିଛି ବାକ୍ୟକୁ ଓଡ଼ିଆରୁ ଇଂଲିଶକୁ ଟ୍ରାନ୍ସଲେସନ୍ କରିବା। ଆଚ୍ଛା, ଦେଖିବା ତାର କ'ଣ ରହିଛି ଫର୍ମୁଲା ବା ରୁଲ୍ସ କ'ଣ ରହିଛି। ଦେଖ ଏଠି ଯେଉଁ ପାଷ୍ଟ କଣ୍ଟିନ୍ୟୁଅସ୍ ରହିଛି ବା ପାଷ୍ଟ ପ୍ରୋଗ୍ରେସିଭ୍ ରହିଛି, ଏଥିରେ କ'ଣ ନା ୱାଜ୍ ୱେୟାର୍ ଯେଉଁ ଭର୍ବ ଆମେ ୟୁଜ୍ କରିଥାଉ ୱାଜ୍ କିମ୍ବା ୱେୟାର୍, ତା ସହିତ ଭର୍ବର କ'ଣ ନା ଆଇଏନ୍ଜି ଫର୍ମ, ଯେଉଁ ମେନ୍ ଭର୍ବ ଅଛି ମେନ୍ ଭର୍ବର ଆମେ ଆଇଏନ୍ଜି ଫର୍ମକୁ ବ୍ୟବହାର କରିଥାଉ, ୱାଜ୍ ନହେଲେ ୱେୟାର୍। ପୁଣି ତୁମମାନେ ପଚାରିବ ୱାଜ୍ କେଉଁଠି ୟୁଜ୍ କରିବା, ୱେୟାର୍ କେଉଁଠି ୟୁଜ୍ କରିବା, ନା ୱାଜ୍ କେଉଁଠି ୟୁଜ୍ ହେବ ନା ଯେଉଁଠି ଏକ ବଚନ ଥିବ ବା ସିଙ୍ଗୁଲାର ଥିବ ସେଇଠି ପାଷ୍ଟର ସିଙ୍ଗୁଲାର ଯଦି ଥିବ ସେଠି ୱାଜ୍, ଯଦି ପାଷ୍ଟର ବା ଅତୀତର ପ୍ଲୁରାଲକୁ ବୁଝାଉଥିବ ବହୁବଚନକୁ ବୁଝାଉଥିବ ସେଇଠି ୱେୟାର୍ ବ୍ୟବହାର କରିବା। ବାକି ତା ସହିତ ରହିବ ଭର୍ବର ଆଇଏନ୍ଜି ଫର୍ମ ବା ମେନ୍ ଭର୍ବର ଆଇଏନ୍ଜି ଫର୍ମ। କ'ଣ ନା ଖାଉଥିଲି, ଖାଉଥିଲା, ଖାଉଥିଲେ ଅର୍ଥରେ ଆମେ ତାକୁ ୟୁଜ୍ କରିବା ବା ବ୍ୟବହାର କରିବା। ଦେଖିବା ପ୍ରଥମ ସେଣ୍ଟେନ୍ସ ବା ଫାର୍ଷ୍ଟ ସେଣ୍ଟେନ୍ସ କ'ଣ ରହିଛି। ଦେଖ, ଅମର ସେତେବେଳେ ତା'ର ଘର ପଢ଼ା କରୁଥିଲା। ଅମର ସେତେବେଳେ ତା'ର ଘର ପଢ଼ା କରୁଥିଲା। ତ କେମିତି ଜାଣିବା? ପ୍ରଥମେ ଦେଖ ଏଇ ବାକ୍ୟରେ ସବଜେକ୍ଟ କିଏ? ସବଜେକ୍ଟ କିଏ ନା ଅମର, ଏ ଆସିଯିବ ଏକରେ ଆସିଗଲା। ପ୍ରଥମେ ଆମେ ସବଜେକ୍ଟ ବା କର୍ତ୍ତାକୁ ବାଛିବା। ଆଚ୍ଛା, ତାପରେ କ୍ରିୟା କେଉଁଟା ବା ଭର୍ବ କେଉଁଟା? ଅମର ସେତେବେଳେ ତା'ର ଘର ପଢ଼ା କରୁଥିଲା, ଅମର କରୁଥିଲା ତା'ର ଘର ପଢ଼ା ସେତେବେଳେ, ଏମିତି ଆସିବ। ଅମର ଏକ ନମ୍ବର ଆସିଗଲା, କରୁଥିଲା ଇଏ ହେଉଛି ଭର୍ବ, ଦୁଇ ନମ୍ବର ଆସିଗଲା। ତାପରେ ଆସିବ ସବଜେକ୍ଟ ଗଲା, ଇଏ ସବଜେକ୍ଟ ଗଲା, ଇଏ ଭର୍ବ ଗଲା, ଇଏ ଆସିବ କ'ଣ ତିନିରେ ହେଉଛି ଅବଜେକ୍ଟ ବା କର୍ମ, ତା'ର ଘର ପଢ଼ା, ତାପରେ ଆସିବ ସେତେବେଳେ 4 ନମ୍ବର ହେଲା। ସେତେବେଳେ ଗୋଟେ ସମୟକୁ ବୁଝାଉଛି, ସେ ସବୁବେଳେ ସମୟକୁ ଯେଉଁଟା ବୁଝାଉଛି ସେଇଟା ବାକ୍ୟର ଶେଷରେ ସବୁବେଳେ ରହିଥାଏ। ଆଚ୍ଛା, ଏବେ ଦେଖିବା କ'ଣ ଏକ ନମ୍ବର ଆସିଲା ଅମର, ଇଏ ହେଉଛି ସବଜେକ୍ଟ। ତ ଯେହେତୁ ଏଠି ଆମେ ପାଷ୍ଟ କଣ୍ଟିନ୍ୟୁଅସ୍ରେ କରୁଛେ କ'ଣ ହେବ ନା ଅମରଟା ହେଉଛି କ'ଣ ତୃତୀୟ ପୁରୁଷ ଏକ ବଚନ, ଏକ ବଚନ ଆସିଲା ମାନେ ୱାଜ୍ ଆସିଯିବ। ତ ୱାଜ୍ କ'ଣ ତା ସହିତ ମେନ୍ ଭର୍ବ ଆଇଏନ୍ଜି, ମେନ୍ ଭର୍ବଟା କ'ଣ ଡୁ, ତା ସହିତ ଆଇଏନ୍ଜି ହେଇଛି ଡୁଇଂ, ଆମେ ଜାଣିଛେ କ'ଣ ୱାଜ୍ କିମ୍ବା ୱେୟାର୍ ତା ସହିତ ମେନ୍ ଭର୍ବ ଆଇଏନ୍ଜି। ତ ଅମର ୱାଜ୍ ଡୁଇଂ ଆସିଗଲା। ଆଚ୍ଛା, ତ ଅମର କରୁଥିଲା, ଅମର ୱାଜ୍ ଡୁଇଂ, ତା'ର ଘର ପଢ଼ା ଏଇଟା ଆସିଲା କର୍ମ ବା ଅବଜେକ୍ଟ, ତା'ର ଘର ପଢ଼ା କ'ଣ ହିଜ୍ ହୋମୱାର୍କ, ତା'ର ଘର ପଢ଼ା ହିଜ୍ ହୋମୱାର୍କ, ତାପରେ ସେତେବେଳେ ହେଉଛି କ'ଣ ଦେନ୍। ତ ଏକ, ଇଏ ହେଉଛି ଦୁଇ, ଇଏ ହେଉଛି ତିନି, ଇଏ ହେଉଛି ଚାରି। ଅମର ୱାଜ୍ ଡୁଇଂ ହିଜ୍ ହୋମୱାର୍କ ଦେନ୍। କ୍ଲିଅର? ଦେଖିବା ନେକ୍ସଟ ସେଣ୍ଟେନ୍ସ କ'ଣ ଅଛି। ସବୁ ଆମେ ପାଷ୍ଟ କ'ଣ ନା କଣ୍ଟିନ୍ୟୁଅସ୍ ଯେଉଁ ଫର୍ମ ଅଛି ତାକୁ ପକାଇକି ଆମେ କ'ଣ କରିବା ନା ଟ୍ରାନ୍ସଲେସନ୍ କରିବା। ଦେଖ, ତା ଭଉଣୀ ସୋନି ମାଆକୁ ରୋଷେଇ କାମରେ ସାହାଯ୍ୟ କରୁଥିଲା। ପିଲାମାନେ ଏଇ ଯେଉଁ ଟ୍ରାନ୍ସଲେସନ୍ ଗୁଡ଼ିକ ରହିଛି ତୁମ ପାଇଁ ବହୁତ ଜରୁରୀ। ଏଗୁଡ଼ା ମେଟ୍ରିକ୍ ବୋର୍ଡ଼ ପରୀକ୍ଷାରେ ବି ଏଇ ଟ୍ରାନ୍ସଲେସନ୍ ପକାଇଥାଏ 10 ମାର୍କ ହେଲା। ତେଣୁକରି ଏଇ ଟାଇପ୍ର ଟ୍ରାନ୍ସଲେସନ୍ ତୁମେ ଥରେ ଅଭ୍ୟାସ କରିଦିଅ, ମାନେ ପ୍ରାକ୍ଟିସ୍ କର, ଡେଲି କିଛି କିଛି ପ୍ରାକ୍ଟିସ୍ କର, ଦେଖିବ ତୁମର ଧୀରେ ଧୀରେ ପୁରା ଟ୍ରାନ୍ସଲେସନ୍ରେ ମାଷ୍ଟରୀ ଆସିଯିବ, ଟ୍ରାନ୍ସଲେସନ୍ ତୁମେ ଇଜିରେ କରିପାରିବ। ଦେଖ କ'ଣ ଅଛି ନା ତା ଭଉଣୀ ସୋନି ମାଆକୁ ରୋଷେଇ କାମରେ ସାହାଯ୍ୟ କରୁଥିଲା। ତ ତା ଭଉଣୀ ସୋନି ଏଇଟା ଆସିଗଲା କ'ଣ ସବଜେକ୍ଟ ବା କର୍ତ୍ତା, ଏକ ନମ୍ବର ଆସିଗଲା। ତା ଭଉଣୀ ସୋନି, ହିଜ୍ ସିଷ୍ଟର, ଦେଖ ହିଜ୍ ସିଷ୍ଟର ସୋନି, ଏତିକି ବାଟ ଆସିଗଲା, ହିଜ୍ ସିଷ୍ଟର ସୋନି, ତା ଭଉଣୀ ସୋନି। ତାପରେ କ'ଣ କରୁଥିଲା ନା ମାଆକୁ ରୋଷେଇ କାମରେ ସାହାଯ୍ୟ କରୁଥିଲା। ଦ୍ୱିତୀୟରେ ଆସିବ କ'ଣ ସାହାଯ୍ୟ କରୁଥିଲା, ଇଏ ଆସିଗଲା କ'ଣ ଭର୍ବ ବା କ୍ରିୟା। ତା ଭଉଣୀ ସୋନି ସାହାଯ୍ୟ କରୁଥିଲା, ଏମିତି ଆସିବ ସବଜେକ୍ଟ, ତାପରେ ଭର୍ବ ବା କ୍ରିୟା, ତାପରେ ଅବଜେକ୍ଟ, ଏମିତି ଆସିବ, ତାପରେ ଆଉ ଯାହା ଥିବ ଆସିବ। ତା ଭଉଣୀ ସୋନି ସାହାଯ୍ୟ କରୁଥିଲା କ'ଣ ହିଜ୍ ସିଷ୍ଟର ସୋନି ୱାଜ୍, ଏଠି କାରଣ ହିଜ୍ ସିଷ୍ଟର ଅଛି, ସୋନି ଅଛି, ତୃତୀୟ ପୁରୁଷ ଏକ ବଚନ, ତ ୱାଜ୍ ନିଶ୍ଚିତ ଆସିବ। ୱାଜ୍ ସୋନି, ଏ ଯେଉଁ ସାହାଯ୍ୟ କରୁଥିଲା କ'ଣ ସାହାଯ୍ୟ କରିବା ଅର୍ଥ ଇଂଲିଶ କ'ଣ ହେଲ୍ପ, ଆଇଏନ୍ଜି ଲାଗିବ, ଯେହେତୁ ଏଇଟା କଣ୍ଟିନ୍ୟୁଅସ୍ରେ ଅଛି ତ ଆସିଗଲା ହେଲ୍ପିଂ। ତାପରେ କ'ଣ ନା ଦେଖ ତା ଭଉଣୀ ସୋନି ସାହାଯ୍ୟ କରୁଥିଲା ମାଆକୁ ରୋଷେଇ କାମରେ, ଏଇଟା ଆସିଗଲା ତିନିରେ ହେଲା। ଏକ, ଦୁଇ, ହେଉଛି ତିନି। ତ ମାଆକୁ ରୋଷେଇ କାମରେ, ତା ଭଉଣୀ ସୋନି ସାହାଯ୍ୟ କରୁଥିଲା ମାଆକୁ ରୋଷେଇ କାମରେ। ତ କ'ଣ ହେଲା ହିଜ୍ ସିଷ୍ଟର ସୋନି ୱାଜ୍ ହେଲ୍ପିଂ ହାର୍ ମଦର ଇନ୍ କିଚେନ୍ ୱାର୍କ ହେଲା।
ରୋଷେଇ କାମରେ ମାଆକୁ ରୋଷେଇ କାମରେ ତ କ'ଣ ହେବ ନା ହାର୍ ମଦର ଇନ୍ କିଚେନ୍ ୱାର୍କ, ଅର୍ଥ ରୋଷେଇ କାମର ଅର୍ଥ ଇନ୍ କିଚେନ୍ ୱାର୍କ। ବୁଝିଗଲା? ତ ହିଜ୍ ସିଷ୍ଟର ସୋନି ୱାଜ୍ ହେଲ୍ପିଂ ହାର୍ ମଦର ଇନ୍ କିଚେନ୍ ୱାର୍କ। ଦେଖ କେତେ ଇଜିରେ ଆମେ ଜାଣିଗଲେ। ଯଦି ଆମେ ଟିକେ ଟେନ୍ସ ଆଉ ଫର୍ମକୁ ଜାଣିଦେବା, ଆଉ ସିଷ୍ଟମେଟିକ୍ କେତେଟା ଜିନିଷ ସବଜେକ୍ଟ ପରେ ଭର୍ବ ରହିବ, ତାପରେ ଅବଜେକ୍ଟ ରହିବ, ତାପରେ ଶେଷରେ ଟାଇମ୍, ଯଦି ଟାଇମ୍କୁ ସୂଚାଉଥିବ ଆମେ ଶେଷରେ ତାକୁ ରଖିବା, ଏଇଭଳିଆ ଜିନିଷଟା ଟିକେ ଜାଣିଗଲେ ଆମେ ଇଜିରେ ଟ୍ରାନ୍ସଲେସନ୍ କରିପାରିବା। ଦେଖିବା ନେକ୍ସଟ ସେଣ୍ଟେନ୍ସ କ'ଣ ଅଛି। ଦେଖ, ତାର ବାପା କ'ଣ କରୁଥିଲେ ଜାଣିଛ? ଏଠି କ'ଣ ହେଇଛି ନା ଏଇଟା ଗୋଟେ ପ୍ରଶ୍ନବାଚକ ବାକ୍ୟ ରହିଛି ବା ଇଣ୍ଟରୋଗେଟିଭ୍ ସେଣ୍ଟେନ୍ସ ରହିଛି ହେଲା। ତ ଏଠି କ'ଣ ହେବ, ଯେତେବେଳେ ଇଣ୍ଟରୋଗେଟିଭ୍ ସେଣ୍ଟେନ୍ସ ଥିବ ପ୍ରଥମେ ଆମକୁ କ'ଣ କରିବାକୁ ପଡ଼ିବ ନା ଭର୍ବଟି ଆଣିବାକୁ ପଡ଼ିବ ଆଗକୁ, ଭର୍ବ ତାପରେ ସବଜେକ୍ଟ, କାହିଁକିନା ପ୍ରଶ୍ନ କରାହେଇଛି। ତ ଏଠି ଆସିଲା କ'ଣ, ତାର ବାପା କ'ଣ କରୁଥିଲେ ଜାଣିଛ, ପ୍ରଥମେ ଆଣିବା ଜାଣିଛ ହେଲା। ଜାଣିଛ ଅର୍ଥ କ'ଣ, ଜାଣିଛ କି ବୁଝାଉଛି, କ୍ୱେଶ୍ଚନ୍ ମାର୍କ ଅଛି ମାନେ ଜାଣିଛ ଗୋଟେ ପ୍ରଶ୍ନ କରାହେଉଛି। ତ ଯଦି ପ୍ରଶ୍ନ କରାହେଉଛି କ'ଣ ହେବ ନା ଜାଣିଛ, ଡୁ ୟୁ ନୋ ଆସିଗଲା ଇଂଲିଶ। ଜାଣିଛ କି ବା ଜାଣିଛ ଏକା କଥା, ଡୁ ୟୁ ନୋ। ଏଠି କ'ଣ ନା ତୁମେ କହିବ ତ ଏଠି ତ ଜାଣିଛ ଅଛି, ଏଠି ୟୁ କିଛି ମାନେ ତୁମେ କିଛି ଲେଖା ହେଇନି, ଏଠି ୟୁ କାହିଁକି ଆସିଲା? କାରଣ ଏଠି ଦେଖ ତାର ବାପା କ'ଣ କରୁଥିଲେ, ଜାଣିଛ ଅର୍ଥ ତୁମେ ଜାଣିଛ ବୋଲି ପଚରାଯାଇଛି। ଏଠି ତୁମେଟା ଉଜ୍ଜ ହେଇକି ଅଛି, ତୁମେ ଜାଣିଛ ବୋଲି ପଚରାଯାଇଛି। ତ ସେଇ ହିସାବରେ କ'ଣ ହେଲା, ଡୁ ୟୁ ନୋ, ୟୁ ପାଖରେ ଡୁ ତ ଲାଗିବ, ଆଉ କିଛି ଲାଗିବନି, ଡୁ ୟୁ ନୋ ଏତିକି ଆସିଗଲା। ତାପରେ ରହିଲା କ'ଣ, ତାର ବାପା କ'ଣ କରୁଥିଲେ ହେଲା। ଏଠି ଯଦି କ'ଣ କରୁଥିଲେ ଇଏ ଗୋଟେ ରହିଲାଣି, ପୁଣି ଏଠି କ'ଣ ଆସିଛି ତ କ'ଣ ଇଂଲିଶ ହ୍ୱାଟ୍, ଇଏ ପୁଣି କ୍ୱେଶ୍ଚନ୍ ହେଉଛି, ଦୁଇଟା କ୍ୱେଶ୍ଚନ୍ ଅଛି ଏଠି, ଜାଣିଛ ଗୋଟେ ପୁଣି ଏଠି କ'ଣ ଗୋଟେ, ତ ସେଇ ହିସାବରେ ଆସିଗଲା କ'ଣ ହ୍ୱାଟ୍ ଆସିଯିବ ହେଲା। ଦେଖିନ ପିଲାମାନେ ଆଉ ଥରେ ଦେଖ କ'ଣ, ଏଠି ଆମେ ଜାଣିଗଲେ ଜାଣିଛର ଇଂଲିଶ କ'ଣ, ଡୁ ୟୁ ନୋ ଆସିଗଲା। ତାପରେ ତାର ବାପା କ'ଣ କରୁଥିଲେ, ଏଇ ଯେଉଁ କ'ଣ ଅଛି ଦେଖ, ଯେଉଁ କ'ଣ ଅଛି ଏଇଠି କ'ଣ ଆସିବ, ହ୍ୱାଟ୍ ଆସିଯିବ ପ୍ରଥମେ, ତାପରେ ଆସିବ କ'ଣ ନା ସବଜେକ୍ଟ। ସବଜେକ୍ଟ କିଏ ନା ତାର ବାପା, ଏତିକି ଆସିଲା ସବଜେକ୍ଟ ହେଲା, ତାର ବାପା। କିନ୍ତୁ ଯେହେତୁ ଏଠି ପ୍ରଶ୍ନ କରାଯାଇଛି ତେଣୁକରି ପ୍ରଥମେ ଆମେ ହ୍ୱାଟ୍ ଆଣିବା, ତାପରେ ସବଜେକ୍ଟ ଆଣିବା। ହ୍ୱାଟ୍ ତାର ବାପା କ'ଣ, ହିଜ୍ ଫାଦର, ତାପରେ କ'ଣ କରୁଥିଲେ, କ'ଣ ଏଠି କ'ଣ ହେବ ନା କ'ଣ କରୁଥିଲେ ତାର ବାପା, ବା କ'ଣ ତାର ବାପା କରୁଥିଲେ, କ'ଣ ତାର ବାପା କରୁଥିଲେ। ତ ହ୍ୱାଟ୍ ହିଜ୍ ଫାଦର ୱାଜ୍ ଡୁଇଂ, କାରଣ ୱାଜ୍ କାହିଁକି ହେବ, ତାର ବାପା ତୃତୀୟ ପୁରୁଷ ଏକବଚନ ଅଛି। ତ ଏଠି ଡୁ ମେନ୍ ଭର୍ବ, ଡୁର ଆଇଏନ୍ଜି ହେବ, ଯେହେତୁ କଣ୍ଟିନ୍ୟୁଅସ୍ ଫର୍ମରେ ଅଛି। ତ ହେଇଗଲା କ'ଣ, ଜାଣିଛ, ଡୁ ୟୁ ନୋ, କ'ଣ ତାର ବାପା କରୁଥିଲେ। ତ ହ୍ୱାଟ୍ ହିଜ୍ ଫାଦର ୱାଜ୍ ଡୁଇଂ। ଦେଖ ପିଲାମାନେ ଏମିତି ହିଁ ଆମେ କରିବା, ବୁଝିଗଲା? ଆଚ୍ଛା, ନେକ୍ସଟ ସେଣ୍ଟେନ୍ସ ଦେଖିବା। ସେ ବଗିଚାରେ ଗୋଟିଏ ଚୌକିରେ ବସି ପେପରଟିଏ ପଢ଼ୁଥିଲେ ହେଲା। ଆମେ ଜାଣିଛେ ଦେଖିଲେ ରୁଲ୍ରେ କ'ଣ ରୁଲ୍ରେ କ'ଣ ଦେଖିଲେ, ଦେଖ ପିଲାମାନେ ଏଠି ଆମେ କ'ଣ ଦେଖିଥିଲେ ଦେଖିନିଅ। ଏଠି ଦେଖ, ଖାଉଥିଲେ ଅର୍ଥ ଥିଲି, ଥିଲା, ଥିଲେ, ଏଇ ଅର୍ଥରେ ଆସିଲେ କ'ଣ, ଲି ଅର୍ଥରେ ଆସିଲେ ତ ପାଷ୍ଟ ଟେନ୍ସ ଆସିଗଲା। ତାପରେ ଏଠି କ'ଣ, ଉ ଥିଲା ଆଉ ଉ ଥିଲେ, ଏଇ ଅର୍ଥରେ ଆସିଲେ କ'ଣ ପାଷ୍ଟ କଣ୍ଟିନ୍ୟୁଅସ୍କୁ ବୁଝାଇଥାଏ। ସେଇ ଅନୁସାରେ ଆମେ ଏଇ ସେଣ୍ଟେନ୍ସଟି କରିବା। ଦେଖ, ସେ ବଗିଚାରେ ଗୋଟିଏ ଚୌକିରେ ବସି ପେପର ପଢ଼ୁଥିଲେ ହେଲା। ତ ସେଇ ହିସାବରେ କ'ଣ ଏଇଟା ପାଷ୍ଟ କଣ୍ଟିନ୍ୟୁଅସ୍ରେ ଅଛି। ଦେଖ, ହି ୱାଜ୍ କ'ଣ ଆସିବ, ସେ ବଗିଚାରେ ଗୋଟିଏ ଚୌକିରେ ବସି ପେପର ପଢ଼ୁଥିଲେ। ଏଠି କର୍ତ୍ତା କିଏ ନା ସେ ଆସିଲା ଏକ ନମ୍ବର, ଇଏ ହେଉଛି କର୍ତ୍ତା ବା ସବଜେକ୍ଟ। ଆଚ୍ଛା, ସେ ପଢ଼ୁଥିଲେ, ତାପରେ ଦ୍ୱିତୀୟ ଆସିବ କ୍ରିୟା, ଏଇଟା ହେଉଛି କ୍ରିୟା, ଏଇଟା କର୍ତ୍ତା ଏକ ନମ୍ବରରେ, ସେ ଆସିଗଲା, ତାପରେ 2 ନମ୍ବର ହେଉଛି କ୍ରିୟା କିଏ ନା ପଢ଼ୁଥିଲେ। ତ ଯେହେତୁ ପଢ଼ୁଥିଲେ ଏଠି କ'ଣ ପାଷ୍ଟ କଣ୍ଟିନ୍ୟୁଅସ୍ରେ ଅଛି, ତ ହି ତୃତୀୟ ପୁରୁଷ ଏକବଚନ, ତାପରେ ୱାଜ୍ ତ ନିଶ୍ଚୟ ଲାଗିବ। ତ ହି ୱାଜ୍, ପଢ଼ିବା ଇଂଲିଶ କ'ଣ, ରିଡ୍ର ଆଇଏନ୍ଜି ଆସିଗଲା, ହି ୱାଜ୍ ରିଡ଼ିଂ। ଆଚ୍ଛା, ସେ ପଢ଼ୁଥିଲେ, କ'ଣ ପଢ଼ୁଥିଲେ, କର୍ତ୍ତା ଗଲା, କ୍ରିୟା ଗଲା, ତାପରେ କର୍ମ ଆସିବ ବା ଅବଜେକ୍ଟ ଆସିବ ନା ପେପର ପଢ଼ୁଥିଲେ, ପେପରଟିଏ ପଢ଼ୁଥିଲେ ହେଲା। ପେପରଟିଏ କ'ଣ ଆସିବ ନା ଏ ପେପର ଆସିଗଲା। ହି ୱାଜ୍ ରିଡ଼ିଂ ଏ ପେପର, କେଉଁଠି ପଢ଼ୁଥିଲେ, ସିଟିଂ ଇନ୍ ଏ, ଦେଖ ଗୋଟିଏ ଚୌକିରେ ବସି, ଏଇଟା ଆସିଗଲା 1 ନମ୍ବର, ଏଇଟା ଆସିଲା 2 ନମ୍ବର, ଏଇଟା ପେପରଟା ଆସିଲା 3 ନମ୍ବର ହେଲା, 3 ନମ୍ବର, ଏଇଟା ଆସିବ 4 ନମ୍ବର ହେଲା। କ'ଣ ନା ସେ ବଗିଚାରେ ସେ ପଢ଼ୁଥିଲେ, କର୍ତ୍ତା ଆସିଲା, ସେ ପଢ଼ୁଥିଲେ ପେପରଟିଏ ଗୋଟିଏ ଚୌକିରେ ବସି ବଗିଚାରେ, ଏଇଟା ହେଉଛି ବଗିଚାରେ ଆସିବ 5 ନମ୍ବର ହେଲା। ଦେଖ, ତ ହି ୱାଜ୍ ରିଡ଼ିଂ ଏ ପେପର ହେଲା, କେଉଁଠି ନା ଗୋଟିଏ ଚୌକିରେ ବସି, ସିଟିଂ ଇନ୍ ଏ ଚେୟାର, ତାପରେ କେଉଁଠି ନା ବଗିଚାରେ
ହେଲା इन दी गार्डन बुझीगला तो ही वाज रीडिंग ए पेपर सिटिंग इन ए चेयर इन दी गार्डन तो से आसला 1 नंबर रे तापरे पढ़ुले 2 नंबर रे तापरे पेपर टे 3 नंबर तापर होची गोटे चौकी रे बसी 4 नंबर बगीचा होची 5 नंबर है अच्छा तार देखा लास्ट सेंटेंस कौन रही समस्ते किसी ना किसी काम करुले है समस्ते किसी ना किसी काम करुले तो समस्ते कौन ना ऑल आसीगला है समस्त कहले ऑल को बुझे इंग्लीश रे समस्ते किसी ना किसी काम करुले तो ऑल वेयर जेहेतु ऑल अच्छी एटा कौन प्लुराल अच्छी समस्त को बुझाऊँगी तो आउ कौन वेयर हम ये वाज हम ना तो ऑल वेयर समस्ते किसी ना किसी काम करुले कौन समस्ते आसीगला 1 नंबर रे तापर करुले ये हूँ भर 2 नंबर आसीगला 1 नंबर ये 2 नंबर है ऑल वेयर डुईंग डूटा हूँ मेन भर्ब डू आईएनजी ही डुईंग ऑल वेयर डुईंग किसी ना किसी कौन समथिंग है समस्ते करुले किसी ना किसी है यहाँ हूँ 3 नंबर समस्ते करुले ऑल वेयर डुईंग समथिंग किसी ना किसी काम कहले समथिंग कहले किसी ना किसी काम को पूरा बुझे ये वर्क मेंशन हबार किसी आवश्यकता ना तो ऑल वे आर डुईंग समथिंग समथिंग कहले किसी ना किसी काम है तो ठीक अच्छे ये गला पिला माने तो यही भाव में आम टेन्स पकईकी आउ कौन किसीटा इजी ट्रिक मध्यम आम कौन करवा ना ओडिया वाक्य को इंग्लीश को ट्रांसलेसन करवा तो आशा कर तुम मैंने बुझीपार जब किसी डाउट्स रही कमेंट बॉक्स में निश्चय जन तुम मूल्यवान मतामत रख भिडियोटी भल लगी निश्चय लाइक कर सांग भर सेयार कर नुआ कर चैनल को आसते निश्चय सब्सक्राइब कर चैनल को रखिए पाखर थी बेल आइकन को क्लिक कर ऑल नोटिफिकेशन को ऑन कर कारण जिते सारा मो वीडियो अपलोड करी इंग्लीश ग्रामर हो ट्रांसलेसन हो ओडिया ग्रामर हो अलग कौन वीडियो हो जिते सब रही वीडियो पाठ उपर हो है से सब वीडियो तुम्हें सर्वप्रथम तार नोटिफिकेशन पाइपर तो ठीक अच्छे आज ये रखा पुणे परवर्त वीडियो खूब शीघ्र तुम नहीं आसबि से पर्यटन मत विदाय दियो रोचे धन्यवाद थैंक्स फॉर वाचिंग।